जोगुणी छुआ गुरा मो मुंडटा खाऊଛନ୍ତି गोटे पर गोटाए सार्ट पेंट गदा गदा करूछंती कुआडे गला बाड़ीखिया सकाळटाରୁ ଖାଇକି କୁଆଡେ ଗଣ୍ଡାଏ ଯାଇଛି ମଣିଷ ଆଜି ମରିବ ଏଠି ପୁଣି ଆଉ ଦି ଗଣ୍ଡାଏ ଥୋଇକି ଯାଇଥିଲ ମା କୋଉ ଜନ୍ମରେ ପାପ କରିଥିଲି କେଜାଣି ମାଲୋ ମାଲୋ ସେ ବାହା ଯୋଗୁନି ଖିଆ ତ ଛୁଆ ବେଳୁ ତାକୁ ଛାଡିକି ଗଲା ଯେ ହଉ ମୋ ଜୀବନ ଖାଇବାକୁ ଆକୁ ଛାଡିକି ଗଲା ଯୋଗୁନି ଖିଆଟା ମତେ ହାତ ବୋଲି ବାତ ବତଉଛି ଯାଇଛି ସକାଳୁ ଯେ ଯାଇଛି କଣ କରିବି ମାଲୋ ମନ୍ତା ଆହୁରି କେତେ ଗଦେଇଛି ଆଉ ପୁରା ଅବିକା କରିବି ପଛରେ କରିବି କୁଆଡେ ଗଲା ଯୋଗୁନି ଖିଆ ବାହାଟା ମତେ ଖଟେଇ ଖଟେଇ ମାରିକି ଗଲା ଇଏ ବି ମାରୁ ସନା ରେ ଏ ସନା କୁଆଡେ ଗଲୁ ମାମୁଁ ଘର ଯିବୁ ଆରେ ବାଡି ଖିଆଟା ସନା ଆରେ ମାମୁଁ ଘର ଯିବୁ ଏ ଯୋଗଣି ଖିଆ କୁଆଡେ ଗଲୁ ଆରେ ଓହୋ अबे अन्ना अने तम ना आज तम तलिया कहलु मो मुंडू कि आसुनी रे मु तइबी तो चल तला ए बुढ़ा न सब जाक आंब तोली तोली नहीं पड़े चल मु तलुती तू गोटा चल बना तलिली तले सना अबे बोना मते दल मालुची एते बोल गछटा मु केमी तलिबी अरे तलले तो टांग अति आज एमे तो तलिली देख मु तलिकी सब आंब तक से तला बुला सब तली देवी आगे ले मालिक आज आले किचे हमनी आंब आंब ताइबा तका आमे बना लबे तला आंब तला ଟିକେ ଦେख ବୁଲା ପଳେଇ ଆସିବ ଦେଇ କେତେ ତଇ ମୁଁ ଦେଖି ଦେଖା ଦଉନାହାନ୍ତି ଦେଇ ଆଲେ ତମା ଦେଲେ ଆବେ ସେ ତଳା ବୁଢା ପଳେଇ ଆସିବ ଦେଖୁତା ମୁଁ ଦେଖୁଛି ବା କେହି ନାହାନ୍ତି ଆମ୍ବ କିଏ ଆଣେ ମୁଁ ଏଇଠି ପକଉଛି ସେଇ ସବୁ ତୁ ନବୁନୁ ବେ ତଲା ଗୋଟେ ବେଗରେ ଲକ ମୁଁ ବେଗ ଟା ଆଣି ଶଳା ସନା ବନା ଆମ୍ବ ଚୋରି କରୁଛନ୍ତି ରେ ରହିଥାଅ ମୁଁ ବୁଢା ଆଉ କହୁଛି ତମେ ନାମ ନବ ସନାର ତ ଗଛ ଆମ୍ବ ନେଇଗଲା ରେ ସନା ବନା ନୁହଁ ସେ ଗଛରେ ସବୁ ଆମ୍ବ ନେଇଗଲେ ସେ ଶାଶୁଲେଣି ତାଙ୍କର ବାରିରେ ବସି ଆମ୍ବ ଚୋରି କରୁଛନ୍ତି ରହ ତା ମା କାଣ୍ଡେଇକି ଚୋର ଯାଉଛି ରହ ତା ପାଖକୁ ମତେ ସେଦିନ ଆମ୍ବ ଦଉନଥିଲ ଏବେ ନାମ ନିଅ ର ସେ ବୁଢାଠୁ ଖାଅ ଏଇ ଦିଟା ଠାଉକା ଶଳା ମୋ ଆମ୍ବ ଗୁରା ନଉଛନ୍ତି ଭାବୁଛି ମୁଁ ଆମ୍ବ କୁଆଡେ ଯାଉଛି ଏ ଶଳା ଆବେ ବନା ଆବେ ବନା ଆମ୍ବ ଚୋରି କରୁଛ ଶଳା ବୁଢା ତୁ ଦୋକାନକୁ ଯା ଦେଖଉଛି ପାନେ ଦେବି ଲ ଗଲା ତୁ ଗୋଟେ ବୁଦ୍ଧ ଚୋର ତମ ମା କାଟେଇକି ତୁ ଗୋଟେ ଚୋର ତଳୁ ଗଲା मत माल ना तला बुला मत माल ना मु तो आंबो नहीं तला तला बुला तला बुला को किए कहला तला बुला ଶଳା ଆମ୍ବ ଚୋରି କରୁଛୁ କେତେ ଦିନ ଆଣି ଚୋରି କରୁଛୁ କହ କିଏ କହିଛି ତତେ କହ ଚୋରି କରିବାକୁ କହ ତଲା ବୁଲା ମୋ ବୋଉକୁ କହିବି ତତେ ତଲା ବୁଲା ନୁଙ୍ଗି ତୋଲି ଦବ ମୋ ବୋଉ ତୋଳି ଦବ ଭାରି କଥା କହୁଛୁ ଆବେ ବନା ତଲା ଆବେ ତଲା ତମ ଦିଟା କୁହ ତମକୁ କିଏ କହିଛି ଚୋରି କରିବାକୁ କୁହ ତମ ଦିଟାକୁ କିଏ କହିଛି କୁହ ତମ ଦିଟାକୁ କିଏ କହିଛି ଚୋରି ତଲା ଆମ ଦିଏଲେ ହାତ ଦେଇ ପାରିବୁନି ହାତ ଦେଇ ପାରିବିନି अबे चला बुला मैं तो धनी धनी ताली पाल मालिच आकु दी पाल माल
ଶଳା ତମେ ଦିଟା କମେଡି କରୁଛ? ଆମ୍ବ ଚୋରି କରି କମେଡି ଚାଲିଛି। କାହାକୁ ବାଡେଇ ତମେ ମତେ ଦିଟା କହିବ? ହଁ, ଆମ୍ବ ଚୋରି କରିବାକୁ କିଏ କହିଛି କୁହ ଜଲ୍ଦି? କିଏ କହିଛି କୁହ କୁହ? ଏ ତଲା ବୁଲାକୁ ମୁଁ ମିଥୁନ ଷ୍ଟାଇଲରେ ମାଲିବି, ତୁ ଖାଲି ଦେଖ। ଆବେ ବୁଲା ନେ। ଶଳା ଦିଟା ଯେତିକି ଆମ୍ବ ନେଇଛ ସେତିକି ମାଡ଼ ଦେବି ତମ ଦିଟା, ନହେଲେ ଥାନାରେ 2 ଜଣଙ୍କୁ ଦେବି। ଆବେ ମନା ନହେଲେ ତମେ ଶଳା ବୁଲା ନ ମାଇଲା ଚାଲିବୁନି। ହଉ ମୁଁ ତାକୁ କହୁଛି ଅଳ୍ପ ମାଲ ଖାଇ କେତେବେଳେ ଆମେ ଖାଉଛୁ ଆଉ ମାଲ ଖାଇଦେଇ ପଳେଇବା। ସେ ବୁଲା ମାରିବ କେତେ ଭଲ ବି ତାର, ଆମର ହାତୀ ଭଳିଆ ଭଲ। ଆବେ ତଲା ବୁଲା ଆଉ ତୁ ଆମକୁ ମାଇଲେ ତାହେଲେ ଦବୁ? ହଁ ହଉ ମନା ବୁଲିଦା। ହଉ ମାଲେ ମାଲେ କେଇଟା ମାଲୁଛୁ ବୁଲ ଭଲରେ ବୁଲ ଦିଟାକ। ନା ତଳା ଢୋଲ ମାଲୁଥିବେ ତୁ ପାଟି କଣ ନା ତୁ ନୁଚେ ମାଲୁ। ଦୋକାନକୁ ଗଲେ ତଳା ବୁଲାକୁ ଦେଖିବା। ଶଳା ରୁହ ଦିଟା, କେତେ ଆମ୍ବ ଚୋରୁଛ ମୁଁ ଟିକେ ଦେଖିକି ଆସେ। ଆବେ ମନା ନହେଲେ ତତା ତଳା ବୁଲା ପିଆଲେ ଯାଇଛି ଫିଲ୍ମ ଷ୍ଟାଇଲ ମାଲ ଦେଇକି ଦୌଡିବା। କଣ ତ ହଉଛୁ ତାହେଲେ ଦେଖିବା। ପଳେଇ ଯାবে। ଶଳା ଦିଟା ମାରିଦେଲେ ରେ। ରୁହ ଶଳା ଦିଟାକୁ ଭଲରେ ଦେବି। ମାମୁଁ ଘର ଯିବ, ସେ ସୁଗୁଣିଖିଆ ସନା କୁଆଡେ ଗଲା? ସେ ବନା ସାଙ୍ଗରେ ବସି ବସି ବୁଲି ବାଲି କାହାକୁ ମାନୁ ନାହିଁ। ସୁଗୁଣିଖିଆ ମାମୁଁ ଘରକୁ ଯିବ, ଏ ସନା କୁଆଡେ ଗଲୁ ରେ? କୁଆଡେ ଗଲା ସୁଗୁଣିଖିଆ ଟା? ତଲା ବୁଲା ମାଲି ପକେଇଲା ମାଲି ପକେଇଲା ତଲା ବୁଲା। ବଢିଆ ମାଛ ମାରି ତଲାକୁ ଖାଲି ଦୋକାନକୁ ଆସୁ ତଲା ତା ଦାନ୍ତ ନ ଦଲେଇବି ତଲା ବୁଲାକୁ ହେଲେ ବଉଲ ତଲା ବୁଲା ହେଲେ ଆତେ ତୁ ଆତେ ପଲେ ପଲେ ବୋଉକୁ କିଛି ତଇବୁନୁ ନାଲ ଭିତରେ ମୋର ପଡେ ଲାଗିଲେ ଚାଲ ବୋଉ ମୁଁ ଆସିଲି। ସୁଗୁଣିଖିଆ ସକାଳୁ କେତେ ତୋ ବି ଗୋଟେ ଜିନିଷ ଆଣିଛି। କଣ ଆଣିଛି ଦେଖା? ସେ ମାମୁଁ ଘର ଯିବା ଡେରି ହଉଛି, ମୁଁ କେତେ ଡାକ ମାଇଲିନି ସନା ସନା। ସେ ଶଳା ବୁଲା ଦାମ ତଣ୍ଟି ପକେଇ ସାରିଲୁ। ତୁନୁ ବେ ତୁନୁ ଆବେ ଗୋଟେ ଦେଖେ ଆମ୍ବ ତକ ଥବୁ ନେଇ ଆମ୍ବ ସେ ଶଳା ବୁଲା ତୁ ନେଲୁ ଭଲ ତମେ ମୁଁ ଯାଉଛି ଗଲୁକୁ ତୁ କାମ ତଳେ ତୁ ଆମ୍ବ ମୁଁ ଦେଇ ଆସିବି ଗଲେ ତୋ ଆମ୍ବ ଦେଇ ଆସିବି ବୋଉ ଆମ୍ବ ତକ ଦେଇଦବୁ ତୁ ତିନିଟା ତନେ ଆସିବୁ ମୁଁ ଆସିବି ଯା ଆସୁନି ପୁଅ ଖାଇଦେଇ ଯିବୁ। ନାଇଁ ନାଇଁ ଭଲ ମୋ ବୋଉ ଡାକିଲାଣି ମୁଁ ଯାଉଛି। ବୋଉ ସିଏ ଯାଉ ଆମ୍ବ ତକ ଆମ ଚାଲି ଦଳୁ କେତେ ହଜାର ଡାକିଲେ କୁଆଡେ ଯାଇଥିଲୁ ଆଗ? ଯିବି ନାହିଁ ଘରକୁ ମୁଁ ଯିବି ନାହିଁ ଯିବି ନାହିଁ ତୁ କା ମୁଁ ଯିବି ନାହିଁ। ମାମୁଁ ହଜାର ଥିଲାଣି ମୋ ମୁଣ୍ଡ ଯାଇକି ସିଆଡେ ଆମକୁ ଖାଇବାକୁ ଦବ ଆଉ ବଡ ବଡ ଖାଇବାକୁ ଦବ ନାଇଁ ସବୁ ରୋଷେଇ କରିଛି। କେତେ ଥର ଫୋନ କଲାଣି ଆଉ ତୁ ଖାଲି ମାଲୁ ତୁ ଚାଲେ ତତେ ଗାଧେଇ ପାଧେଇ ଦେବି, ଲଗେଇଦେବି, ମୁଣ୍ଡ କୁଣ୍ଡେଇ ଦେବି, ଯିବା ପୁଣି ଦୁନିଆ ବାଟ ଯିବାର ଅଛି। ମତେ ଗୋଟେ 10 ଟଙ୍କିଆ ଦେଲୁ ଗୋଟେ 10 ଟଙ୍କିଆ ଦେଲୁ ପୁଣି କଣ କୁଆଡେ ଯିବୁ? ଟିକେ ଆଇତିଂ ଖାଇବି। ନାଇଁ ନାଇଁ ସିଆଡେ ଖାଇବି ମାମୁଁ, ନହେଲେ ମତେ ମୋ ଉପରେ ରାଗିବେ। ଏଇଠି ବସ ଖାଇବା ବା ତୁ ତ ଯାଇଛୁ କେତେବେଳେ ଦିବି ହେଲାନି ର ମାମୁଁ ସେଠି ସବୁ ରୋଷେଇ କରୁଛି ମାଇଁ ମତେ 200 ଥର ଫୋନ କଲାଣି। ମୋ ଧନ ଟା ଯିବ ମାମୁଁ ଘର। କେତେ ଡାକ ମାଇଲିଣି। କୁଆଡେ ଯାଇଥିଲୁ କହିଲୁ? ମତେ 20 ଟଙ୍କା ଦବୁ। ହଁ 20 ଟଙ୍କା ସେ ମାମୁଁ ଦବ। ଚାଲ ଯିବା ଚାଲ। ମାମୁଁ ଗଲେ ଖର୍ଚ୍ଚ କରିବି। ହଉ ଚାଲ ଦବୁ ର ଟିକେ ଲଗେଇ ଦଉଛି। ପାଉଡର ମାଲ ନେବୁ ମତେ ସବୁ ଛୋଟ ପିଲା କହୁଛୁ। ନାଇଁ ମ ହିରୋ ମୋର ଖାଇଥିଲେ ସେତିକି ବେଳୁ ବହୁତ ଟେନ୍ ଦଉଛି ପୁରା ମୋ ରାଜା ପୁରା। ମାମୁଁ 1000 ପରେ ଡାକ ମାଇଲେଣି ଜାଣିଛୁ ନା ନାଇଁ? ମୁଁ ରାଗୁଛି କାହିଁକି? ହଉ ଚାଲ ଚାଲ ମାମୁଁ ଖାଇବାକୁ ଦବ? ହଁ ମାମୁଁ ଖାଇବାକୁ ଦବ ଯେ ତୁ ସେ ମାମୁଁ ଘର ଗଲେ ଖାଇବାକୁ ମାଗିବୁନି। କାହିଁକି? ନାଇଁ ମାଗିବୁନି, ସିଏ ଯିଏ ଡାକିବେ ତାକୁ ମନା କରିବୁ।
ତାପରେ ଆଉ ଥରେ ଯାଚିଲେ ମନା କରିବୁ, ଏଥର ଯାଚିଲେ ଖାଇବୁ ଯେ ଟିକେ ନାକୁ ଖାଇବୁ ହେଲା। ମୁଁ ତ ଖାଇବା ଦେଖୁ ଦେଖୁ ମୋର ଇଚ୍ଛା ହବ ଖାଇବାକୁ। ନାଇଁ ମ ତୁ ଖରାପ ଭାବିନି, ଗୋଟେ କୁଣିଆ ଘରେ ଆମେ ଯାଉଛୁ ଟି। ହଉ ତାହେଲେ ଚାଲ ଜମା ଆଗ ତରିଆ ହବୁନି ହେଲା, ମୁଁ ଯାହା କହିବି ମୋ କଥାରେ ଯିବୁ। ସେ ମାମୁଁ ବୋଉ ମତେ ଚାରିଟା ତୁ ଗୋଟେ କାକେଇବୁ, ମୁଁ ବୁଢୀ ଲୋକ। ଚାଲିକି ଯିବି ନାଇଁ ଚାରିଟା ମତେ ବୋଉ ମତେ କୋଳିଏ ଟଙ୍କା ଦବୁ ହେଲା, ମୁଁ ନେଇକି ଯିବି ହେଲା, ସେଇଠିକି ଯିବା ହେଲା। କରିକି ଅବଲ କଣ ହେଲାନି? ମୁଁ ଭଲ ହେଲେ ଗୋଟେ ଗାଲି ଚିନିବି ତତେ ବୁଲେଇବି, ଖାଲିରେ ବୁଲିବୁ। ସେଇଠି ଚାଲିକି ଚାଲିକି ବାପା ମୁଁ ଯିବିନି ମାମୁଁ ଘରକୁ। ଆଉ ଅଳ୍ପ ବାଟ ମାମୁଁ ଆସିବ ସାଇକେଲ ନେଇକି ଯିବିନି। ଆସେ ଆସେ ଆସେ, ଆଉ ରାଗ ନାଇଁ ଏତିକି ବାଟ ତ ମୁଁ ବୁଢୀ ହେଲେଣି ପୁଅ ତତେ ବୋଉ ଗୋଟେ ଗାଲି ଆଣୁନୁ, ଗାଲିରେ ବସିକି ଚାଲିଲେ ତୁ ତ ଏଡିକି ପିଲା ଗାଲି ଚଲେଇବ। ତୋ ପାଇଁ ଗୋଟେ ସାଇକେଲ ନେଇ ଆସିବି ମାମୁଁ କହିକି ହେଲା। ଚାଲେ ବାବା ଏତେ ବାଟ ବାଛା। ବୋଉ ମାମୁଁ ମାଲିବନି। ନାଇଁ ମାମୁଁ ଆଗେ ଜମା ଦୁଷ୍ଟ ହବୁନି, ସେ ଭାରି ରାଗି। କାଲି ମାଲୁତି ନାଇଁ ନାଇଁ ମୁଁ ଯାହା କହିବି ମାଲିବୁନି, ତୁ ଜମା ଦୁଷ୍ଟ ତା ଆଗରେ ହବୁନି। ନା ସେ ସଲା ବୁଲାକୁ ମୁଁ ମାଲିବି। ନାଇଁ ନାଇଁ ତୁ ମୋ ଭାଇ ସିଏ ହବ ମାଲିବି, ତୁ ମାମୁଁ ହବ ଟି। ହଉ ତାହେଲେ ଚାଲ ବୋଉ ତାକୁ ମାଲିବି, ହଁ। ତାକୁ ମାଲିବି, ମାଲିବି ତାକୁ। ସେ କାହିଁ ପତଳ ଚିଲଉଥିଲା। ଜୁଗୁନ କେ ଦେବି ଗୋଟେ ଧାଉଁକି ନା, ଗୋଟେ କୁଣିଆ ଘର ଯାଉଛି ଆକୁ ମାରେ ତାକୁ ମାରେ, ସେ ଛୁଆଟା ସେ ରହିଥାରୁ ମା ପୁଅ କଣ କରିବି ଆଜି, ରହିଥାଉ ମତେ ବାଡେଇକି ଗଲ, ରହିଥାଉ। ତୁ ମାମୁଁ ଘର ଯାଉଛୁ, ତାକୁ ମାରେ ତାକୁ ମାରେ, ବାଡିଆ ବାଡି କରି ଖଣ୍ଡିଆ ଖଣ୍ଡିଆ କରିଦେବେ, ସେଠି ମାମୁଁ ସେଇଠି ମତେ ଗାଳିଦବ। ଏବେ କୋଉଠି ବାଡିଆ ପିଟା କରିକି ନେଇକି ବୋଉ ଆଉ କେତେ ବାଟ କହିଲୁ, ତୁ ଖାଲି ଗାଳି ଦେଇ ଦେଇ ଆଉଛୁ, ଆଉ କେତେ ବାଟ କହ। ତୁ ତ ସେମିତି ଯୋଗୁନିକିଆଟା ହଉଛୁ, ଗୋଟେ ମାମୁଁ ଘର ଯାଉଛେ, ଗୋଟେ ଖୁସିରେ ଯିବା। ମୁଁ ଆଉ ଚାଲି ପାରିବିନି। ଆଉ ଚାଲି ଚାଲ ପାରିବିନି। ଚାଲ ଆଉ ଅଳ୍ପ ବାଟ ଚାଲ। ଚାଲି ପାରିବିନି। ଚାଲ ଆଉ ଅଳ୍ପ ବାଟ କିଏ ନହେଲେ ଆସିଥିବ, ମୁଁ କାତରେ ତତେ ପଠେଇ ଦେଇ ବସିକି ମୁଁ ପଛେ ଚାଲିକି ସାଇକେଲ ଟା ନେବି। ପୁଅ ଟିକେ ରହ ତାକୁ ରଖିଛି ତ ନେଇକି ମାମୁଁ ଘର ଛାଡିବ ନା ଚାଲିକି ଯିବ ତ। ନାଇଁ ସବୁବେଳେ ଏମିତି ହଉଛି। ମୁଁ ବସିବି। ଆଉ ଟିକେ ନେଇକି ଟିକେ ଛାଡିଦେ ମୋ ବାପ, ଟିକେ ନେଇକି ଆଉ କଥା ଧରନି, ଛୁଆ ଲୋକ ତାକୁ ଟିକେ ନେଇକି ଛାଡିଦେ। ହଉ ମା ଜମା ପାଖରେ ଲାଗିବ। ବୋଉ ବଲିଆ ଲାଗୁଛି। ଯା ମୁଁ ଯାଉଛି ପଛରେ, ଯା। ପୁଅ ଜନ୍ମ କରିଛ ଛୁଆ ଟା ଏମିତି କଣ କହିଲୁ ଯୋଗିନଖିଆ, ମୋ ପୁଅକୁ ଶୁଣୁଛୁ? ବାଡିଛି ପୁଅ ତୋର ହାଣି ଦେବି ଆଜି। ଓହୋ ପ୍ରଭୁ, ଆଜି କାହା ମୁହଁ ଚାହିଁଥିଲି, ମା ପୁଅ ଆଜି ମତେ ମାରି ଦେଇଥାନ୍ତେ। ପ୍ରଭୁ ଆଜି କାହା ମୁହଁ ଚାହିଁଥିଲି। ବୋଉ ତୁ ରାକ୍ଷୀ କାହା ହାତରେ ବାନ୍ଧିବୁ, ମୋର ତ କେହି ଭାଇ ନାହାନ୍ତି। ଆମେ ତ ରାକ୍ଷୀ ଆଣିକି ଥୋଇଲେ, କୁକୁର ହାତରେ ବାନ୍ଧିଲେ ଅନେଇ ଅନେଇ। ଏମିତି ଗୋଟେ କୁହନ୍ତି। ମୁଁ ଆଜି ତମ ପିଇସି ନାନୀକୁ ଡାକିଛି, ତମ ସାନ ଭାଇ ଆସିବ, ତମେ ରାକ୍ଷୀ ବାନ୍ଧିବ ହେଲା, କେହି କାନ୍ଦନି ହେଲା। ବୋଉ ସନା ଭାଇ କି? ସନା ଭାଇ କୁ ପୁଅ ତୁ ଜାଣିନୁ? ନା। ସିଏ ଆମ ପିଇସିର ପୁଅ, ତା ନାଁ ହଉଛି ସନା ହେଲା। ସିଏ ବହୁତ ଆର ଗାଁରେ ରହୁଛନ୍ତି, ବହୁତ ବାଟ ତାଙ୍କ ଘର। ପୁଅ ଭାରି କଷ୍ଟ ମଷ୍ଟରେ ଚଳୁଛନ୍ତି, ଆଜି ଆସିବେ ଦେଖିବ ତାଙ୍କୁ। ହଉ ବୋଉ, ସତରେ ଆଜି ସନା ଭାଇ ଆଉଛନ୍ତି? ହଁ ରେ ଝୁଅ, ସତେରେ ଆଉଛନ୍ତି ଆଜି ସନା ଭାଇ, ତୁ ଦେଖିନୁ? ତୋ ଭାଇ ଭାରି ଭଲ, ତୋ ପାଇଁ ଦେଖ କେତେ କଣ ନେଇକି ଆସିବା ଆଜି। କଣ ହେଲା? ତମକୁ କିଏ କହିଲା ସେ ସନା ଭାଇ ଆଉ ତା ବୋଉକୁ ଡାକିବାକୁ? ତମର ତ ସାହସ କମ ନୁହଁ। ସେ ଗଲାଣି 20 ବର୍ଷ ହବ ଗୋଟେ ଦହିବରା ବାଲା ସାଙ୍ଗରେ, ତମକୁ କିଏ କହିଲା ତାକୁ ଡାକିବାକୁ? ତମର ତ ସାହସ କମ ନୁହଁ, କିଏ ଡାକିଛି ତମକୁ? ଏଇଠି ସେ ମା ପୁଅଙ୍କୁ ଯେମିତି ଡାକିଛ, ସେମିତି ଭଲରେ ଭଲରେ ବିଦା କରିବ, ନହେଲେ ମୁଁ କିଏ ମତେ ଚିହ୍ନିବ। ଆରେ ଉଠ ଉଠ। ବାପା କାହିଁ ପିଇସି ନାନୀ ଉପରେ ରାଗୁଛନ୍ତି? ନାଇଁରେ ଝୁଅ, ତୁ ଜାଣିନୁ, ସେ ବହୁତ ଦିନର କଥା। ତୁ ଭାଇ ଭଉଣୀ ଟିକେ ରାଗି ଯାଇଛନ୍ତି, ପିଇସି ନାନୀ ଗୋଟେ ବଡ ଭୁଲ କରିଦେଇଥିଲା ତ, ସେ ଆଇଲେ ବୁଝାବୁଝି କରିବା ଆଉ। ତୁ ଆମର ପୁଣି ଦେଖା ମୁଣ୍ଡ। ବୋଉ ଦେଲୁ 100 ଟଙ୍କା, ଭାଇ ତ ଆଉଛି, ତା ପାଇଁ ଭଲ ମିଠା ନେଇ ଆସ ବଜାରରୁ। ବୋଉ ମତେ ଦଉନ 100 ଟଙ୍କା, ମୁଁ ଭଲ ମିଠା ଆଣିବି। ରହ ଝିଅ ଦଉଛି ରହ। ବଟୁଆରେ ଅଛି, ବାପାଠୁ ମାଗିଥାନ୍ତି, ବାପା ତ ହିଟ୍ ହେଇକି ଆଇଛି, ଆଉ କଣ ମାଗିବି ବାପାକୁ। ଏଇ ବଟୁଆ, ପାନ ବଟୁଆରେ ଥିଲା। ଏ ଚୁନୁ ମୁନୁ, ଏଥିରେ ତ ପଇସା ନାହିଁ, ମୁଁ ବାପା ପକେଟରୁ ନେଇକି ଆଉଛି।
ହଁ ବୋଉ ଜଲ୍ଦି ଟିକେ ଆ। ତମେ ଯିବ ନାହିଁ ହେଲା ମୁଁ ଆଉଥିଲି ହଉ ଜଲ୍ଦି ଆ। ନେ ଝିଅ ନେଲୁ ବାପାଙ୍କ ପକେଟ ଲୁଚେଇକି ଆଣିଛି 500 ଟଙ୍କା ହେଲା 200 ଟଙ୍କା ଖର୍ଚ୍ଚ କରିବ 300 ଟଙ୍କା ଆଣି ଫେରେଇବ ଶୋଇ ବାପା ପକେଟରେ ହଉ ବୋଉ। ଯା ବାଗେଇ ଯିବ ହେଲା। ହଉ। ଆଉ କିଛି ତ ନାଇର ଧୁମୁ ମୋର ହେଲା ନାଇଁ। ମତେ ଭୋକ କଲାଣି ଜୋର ବୋଇଲି ରେ। ବୋଉ ଭୋକ କଲାଣି ମାମୁଁର ପାଖରେ ତ ଅଛି ଖାଇ ମୁଁ ଆଉ ଚାଲି ପାରିବି ମୁଁ କହୁଛି ଗୋଟେ ଗାଡିରେ ଆସିବା ନହେଲେ ଆଉ ଅଳ୍ପ ବାଟରେ ଏଇ ଦେଖାଗଲାଣି ସେଇ ବିଲ୍ଡିଂ ଟା ମାମୁଁ ଘର। ମତେ କାଖା ପୁଣି ନାଇଁ ମତେ ଚାଲେ। କାଖା ଚାଲେ ବୋଉ ଚାଲେ ବୋଉ ଆସିଗଲେ ଅଇକା ରାକ୍ଷାସୁଣି ମୋ ଘରେ ଆଉ ଅଇକା କିଛି ରହିବ ନାହିଁ ଭାଇ ଆଇଲା ଯୋଉ ଯାଉଛି ବୋଉ କହିବି। ହଉ ମୋ ଭାଇ ମାମୁଁ ଭାଇ ହେଲା ଯା ଘରକୁ ଯା ଯା ମାମୁଁ କଣ କଷ ଭଳିଆ ହଉଛି ରାଗିଛି କାହିଁ ରାଗିଛି ତା ନୁକି ଟାଣିବି ନାଇଁ ତା ନୁକି ଟାଣି ନାଇଁ ତୁ ଯୁଆଡେ ଯାଉଛୁ ଏମିତିଆ କାଣ୍ଡ ତ ତା କୁଆଡେ ଆଣିବି ହଉ ଚାଲେ ଖାଇବାକୁ ଦବୁ ବୋଉ ସନା ଭାଇ ଆଇଲାଣି। ଭାଇ ଆଇଲେଣି ହଁ କାଇଁ କୋଉଠି ଆସନ୍ତୁ ସିଆଡେ ଯାଅନି ଏଇଠି ଥୁଆ ଏପଟକୁ ବୋଉ ଚାଲେ ମୁଁ ଯାଉଛି ଛୁଆ ମାନଙ୍କ ସାଙ୍ଗେ ପେଲିବି ନାଇଁ ତୁ ଏତେ କାଣ୍ଡ କରିକି ଆଇଛୁ ବାଟ ଯାକ ପୁଣି ତୁ ଚାଲେ ମୁଁ ନାଇଁ ମାମୁଁ ଘରଠୁ ଖାଲି ନହେଲେ ମାଇଁକୁ ଖାଲି ଦେଖା କରିଦେଇକି ଆସିବୁ ଗଲୁ ଗାଡି ନେଇକି ଯାଉଛି ହେଲା ବାଟିଆ ବାଟି କାହା କରିବୁ ନାଇଁ ଆସେ ମୁଁ ସେଠି ଅନେଇଛି ହେଲା ହଁ ଟୋକାଟା ପୁଣି କଣ କାଣ୍ଡ କରିଦବ ଖାଇଲୁନୁ କି ମିଠା ଟିକେ ବାଟୁ ନେଇଗଲା ବାଣ୍ଟି ଦବ ହାତ ଆଣିଛ ଆରେ ମୁଁ ସୁନା ପୁଅ କାଇଁ ସେ ଯୋଗଣିକା କଥା ଭାବୁଛ କୁହ ନାହିଁ ବାଟ ଯାକ ଯୋଉ ହଇରାଣ ଆକୁ ବାଡା ତାକୁ ବାଡା ଦୁନିଆ କେତେ କରୁଛି ତ ବି ସେ ଭାଇକୁ ଦେଖିକି ନା ଠିଆ ହେଇଛି ଲୋକଟା ଜାଣିନୁ ନାନୀ ଲୋ ତୁ ବଇଥା ମୁଁ ଟିକେ ଘରୁ ଆଉଛି କାହିଁକି ଯିବୁ ଘରକୁ ତ ମିଠା ଟିକେ ବାଣ୍ଟି ଦେ ଆଉ ଘରେ କାହିଁ ପୁରେଇବୁ ବାହାରେ ଦିଟା ମିଠା ଆଣିଛୁ ବାଣ୍ଟିଆ କଥା କହିଲୁ ଏ ଜମାରେ 3ଟା ମ ଆଉ ଏତେ ମିଠା ଆଣିବୁ ମୁଁ ମାନିଲୁ ତୁ ଏମିତି କାହିଁ ହଉଛି ମୁଁ ଟିକେ ଘରୁ ଆଉଛି ବଇଥା ହଉ ଟୋକା କଣ କଲାଣି କଣ ନାହିଁ ପୁଣି କାହାକୁ ବାଡିଆ ପିଟା କରିବ ସେ ଭାଇ ଯେମିତି ରାଗିକି ଅଛି ବାଡିଆ ବାଡି କରିଦବ ଓ ଏମିତି 10 କିଲୋ ମିଠା ନେଇଯାଇଛି ତ ଜମା 3ଟା ମିଠା ଆଣି କହିଲେ ଯାଅ ବାଣ୍ଟି ଦବ କୁଆଡେ ଆଇଛି କେଜାଣି ରାକ୍ଷାସୁଣି ଆରେ ସେ ରାକ୍ଷାସୁଣି ମା ତ ପିଣ୍ଡାରେ ଗଲା ବସିଲା ରାକ୍ଷାସ ପୁଅଟା କୁଆଡେ ଗଲା ଯାଏ ଦେଖି ଟୋକା ଏଠି କଣ କରୁଛୁ ପାଠ ପଢୁଛୁ ହଁ କହିଲୁ ଭାରତର ପ୍ରଧାନମନ୍ତ୍ରୀ କିଏ ଭାରତର ପ୍ରଧାନମନ୍ତ୍ରୀ ସେଥିରେ ତମେ କଣ ପାଇବ ଦେ ଏଟା ଗଣ୍ଡ ମୂର୍ଖଟା ଆଉ ତମ ମା ପୁଅକୁ ଯଦି ଘରୁ ନ ବାହାର କରିଛି ଆଜି ମୁଁ ଦାନା ଛୁଇଁବିନି ଏଠି କଣ ହଉଛି କି ରେ ମୂଷାଟା ପଚିଗଲା ତ ଖେଞ୍ଚିକିନା କାଢୁଥିଲି
ହଉ ହଉ ତୁ ପାଠ ପଢୁଛୁ? ହଁ କହିଲି ଦେଖିଆ 2 ପଞ୍ଚା କେତେ? अबे साले ପେଟର ମତେ ଝାଡା ମାଇଲାନି ମୁଁ ହାତୁଛି। ହଉ ରେ ପୁଅ ଚାଲ ତମ ମା ପୁଅଙ୍କୁ କେମିତି ନ କାଢିଛି ଦେଖିବ, କିନ୍ତୁ ପାର୍ଟ 2 ରେ କାଢିବି। ଲାଇକ୍ ସେୟାର ସବସ୍କ୍ରାଇବ। ପାର୍ଟ 2 ପାଇଁ ଅପେକ୍ଷା କର।